ଏହା ହେଉଛି ଜଣେ ଦୟାଳୁ ରାଜାଙ୍କ କାହାଣୀ, ଯିଏ ନିଜ ଶତ୍ରୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ମଧ୍ୟ ଏକ ଭଲ କାମ କଲେ ଏବଂ ସେଇ ଭଲ କାମ ତାଙ୍କ ଜୀବନକୁ ପୁରା ପରିବର୍ତ୍ତନ କରିଦେଲା। ଯାହାଙ୍କ ନାମ ଥିଲା ରାଜା ରାମଧନ, ଯିଏ ପ୍ରମାଣ କରିଥିଲେ ଯେ ସତ୍ୟ ଓ ନିଃସ୍ୱାର୍ଥ ଭଲ କାମ କେବେ ବ୍ୟର୍ଥ ଯାଏ ନାହିଁ। ତେବେ ଆସନ୍ତୁ ଶୁଣିବା ଏକ ଭଲ କାର୍ଯ୍ୟ ସର୍ବଦା ଫେରିଆସେ, ଏହି ହୃଦୟସ୍ପର୍ଶୀ କାହାଣୀ। ରାମଧନ ନାମକ ଜଣେ ପ୍ରସିଦ୍ଧ ରାଜା ଥିଲେ। ତାଙ୍କ ନାମ ଅନୁସାରେ ତାଙ୍କ ପ୍ରଜାମାନଙ୍କର ସେବା କରିବା ତାଙ୍କର ଧର୍ମ ଥିଲା। ତାଙ୍କ ପ୍ରଜାମାନେ ତାଙ୍କୁ ରାଜା ରାମଙ୍କ ପରି ସମ୍ମାନ କରୁଥିଲେ। ରାଜା ରାମଧନ ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ସେମାନେ ତାଙ୍କ ରାଜ୍ୟର ନାଗରିକ ହେଉ କି ଅନ୍ୟ ରାଜ୍ୟର ନାଗରିକ, ତାଙ୍କର ଖ୍ୟାତି ବହୁଳ ଥିଲା। ତାଙ୍କ ଶତ୍ରୁ ରାଜାମାନେ ମଧ୍ୟ ତାଙ୍କର ଉଦାର ସ୍ୱଭାବ ଏବଂ ଆଚରଣର ପ୍ରଶଂସା କରୁଥିଲେ। ସେହି ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ ଭୀମସିଂହ, ଯିଏ ରାଜା ରାମଧନଙ୍କ ଖ୍ୟାତିରେ ଈର୍ଷା କରୁଥିଲେ। ଏହି ଈର୍ଷା ଦ୍ୱାରା ପ୍ରବର୍ତ୍ତିତ ହୋଇ ସେ ତାଙ୍କୁ ପରାସ୍ତ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ କିଛି ସମୟ ପରେ ରାମଧନଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ଭୀମସିଂହ ଛଳନା କରି ଯୁଦ୍ଧରେ ବିଜୟୀ ହୋଇଥିଲେ। ରାମଧନଙ୍କୁ ଜଙ୍ଗଲକୁ ପଳାଇବାକୁ ବାଧ୍ୟ କରିଥିଲେ। ଏହା ସତ୍ତ୍ୱେ ରାମଧନଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଲା। ତାଙ୍କ ଖ୍ୟାତି ବିଷୟରେ ବହୁଳ ଭାବରେ ଆଲୋଚନା ହୋଇଥିଲା। ଭୀମସିଂହକୁ ନିର୍ବାକ ରଖିଲେ। ସେ ରାଜା ରାମଧନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ଘୋଷଣା କରିଥିଲେ ଯେ ଯିଏ ତାଙ୍କୁ ଧରି ତାଙ୍କ ସମ୍ମୁଖରେ ଆଣିବେ ସେ ତାଙ୍କୁ 100 ସୁନା ଦିନାର ସହିତ ପୁରସ୍କୃତ କରିବେ। ଏହି ସମୟରେ ରାଜା ରାମଧନ ଜଙ୍ଗଲରେ ବୁଲୁଥିଲେ ଯେତେବେଳେ ସେ ଜଣେ ବ୍ୟକ୍ତିଙ୍କୁ ଦେଖିଲେ। ଭ୍ରମଣକାରୀ ତାଙ୍କୁ ଭେଟି କହିଲେ, ଭାଇ, ତୁମେ ଏହି ଅଞ୍ଚଳର ବୋଲି ମନେ ହେଉଛ। ତୁମେ କ'ଣ ମୋତେ ରାଜା ରାମଧନଙ୍କ ରାଜ୍ୟକୁ ଯିବାର ରାସ୍ତା ଦେଖାଇ ପାରିବ? ରାଜା ରାମଧନ ପଚାରିଲେ, ତୁମର ରାଜାଙ୍କ ଆବଶ୍ୟକତା କ'ଣ? ଭ୍ରମଣକାରୀ ଉତ୍ତର ଦେଲେ, ମୋ ପୁଅ ଅସୁସ୍ଥ ଅଛି ଏବଂ ମୁଁ ମୋର ସମସ୍ତ ଟଙ୍କା ତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦେଇଛି। ମୁଁ ଶୁଣିଛି ଯେ ରାଜା ରାମଧନ ସମସ୍ତଙ୍କୁ ସାହାଯ୍ୟ କରନ୍ତି, ତେଣୁ ମୁଁ ଭାବିଲି ମୁଁ ତାଙ୍କ ପାଖକୁ ଯାଇ ଭିକ୍ଷା ମାଗିବି। ଏହା ଶୁଣି ରାଜା ରାମଧନ ଭ୍ରମଣକାରୀ ତାଙ୍କ ସହିତ ଭୀମସିଂହ ପାଖକୁ ନେଇଗଲେ। ଦରବାରରେ ଥିବା ସମସ୍ତେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ରାମଧନ କହିଲେ, ହେ ମହାରାଜ, ଯିଏ ମୋତେ ପାଇବ ତାକୁ ଆପଣ 100 ଦିନାର ପ୍ରତିଶ୍ରୁତି ଦେଇଥିଲେ। ମୋର ଏହି ବନ୍ଧୁ ମୋତେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ କରିଛନ୍ତି, ତେଣୁ ଦୟାକରି ତାଙ୍କୁ ସେହି 100 ଦିନାର ଦିଅ। ଏହା ଶୁଣି ରାଜା ଭୀମସିଂହ ଜାଣିପାରିଲେ ଯେ ରାଜା ରାମଧନ ପ୍ରକୃତରେ କେତେ ମହାନ ଏବଂ ଦାନଶୀଳ ଥିଲେ ଏବଂ ତାଙ୍କର ଭୁଲ ସ୍ୱୀକାର କଲେ। ସେ ମଧ୍ୟ ରାଜା ରାମଧନଙ୍କ ରାଜ୍ୟ ତାଙ୍କୁ ଫେରାଇ ଦେଲେ ଏବଂ ସର୍ବଦା ତାଙ୍କ ପଥ ଅନୁସରଣ କରିବାକୁ ସଂକଳ୍ପ କଲେ। ଶିକ୍ଷା ହେଉଛି ଯେ ମଣିଷ ନିଜ କାର୍ଯ୍ୟ ପ୍ରତି ସଚେତନ ରହିବା ଉଚିତ। ଯଦି ତୁମେ ଭଲ କର ତେବେ ତୁମର ପ୍ରତିବଦଳରେ ଭଲ ପାଇବ। ସତ, କଷ୍ଟ ହୋଇପାରେ, କିନ୍ତୁ ଶେଷ ଫଳାଫଳ ସର୍ବଦା ଭଲ। ଆଶା କରୁଛି ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଏହିପରି ଭିଡ଼ିଓ ଦେଖିବା ପାଇଁ ଆପଣ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।